ମୁଁ ବିଶ୍ୱାସ କରେ ପରମେଶ୍ୱର ଆମ ସହିତ କଥାବାର୍ତ୍ତା। ଆମର ପରମେଶ୍ୱର ମୃତ ମାନଙ୍କ ପରମେଶ୍ୱର ନୁହନ୍ତି, ସେ ଜୀବିତ ମାନଙ୍କର ପ୍ରଭୁ ଅଟନ୍ତି। ଆଉ ସେ କଥା ହଉଥିଲେ, କଥା ହଉଛନ୍ତି, ଆଉ ସେ କଥା କାରଣ ସେ ଜୀବିତ ଅଟନ୍ତି। ଆମେ ଏମିତି ଗୋଟେ ସମୟ ଥିଲା ଯେ ମୃତ ପରମେଶ୍ୱର ବା ମୃତ ଦେବାଦେବୀଙ୍କର ପୂଜା ଆମେ କରୁ, ଯେ କି ମୁଖ ଅଛି କିଛି କହିପାରୁ ନାହିଁ, ଆଖି ଅଛି କିଛି ଦେଖି ପାରୁ ନାହିଁ, এই প্রকার দেবাদেবী ମାନଙ୍କର ବନ୍ଧନରେ ଥିଲୁ। ମାତ୍ର ଧନ୍ୟ ସେ ପରମେଶ୍ୱର ଆଜିକୁ 2000 ବର୍ଷ ତଳେ এই ପୃଥିବୀ ପୃଷ୍ଠକୁ ଆସିଲେ, ଆଉ ସେଇ ଅନ୍ଧ ବିଶ୍ୱାସର ବନ୍ଧନରୁ ସେ ଆମକୁ ମୁକ୍ତ କରିଲେ। ଆମେ ପରମେଶ୍ୱର କିଏ ଜାଣିପାରିଛୁ? ସେଇ ପରମେଶ୍ୱର ଆଜି ଆପଣ ମାନଙ୍କୁ ମତେ କଣ କରିଛନ୍ତି? ନାମ ଧରି ଡାକିଛନ୍ତି, ନାମ ଧରି ଡାକିଛନ୍ତି। କେତେ ବ୍ଲେସେଡ ଲୋକ ଆମେ ମାନେ ଅଛୁ। କୁହନ୍ତୁ ମୁଁ ଆଶୀର୍ବାଦ ପାଇଥିବା ଲୋକ, କୁହନ୍ତୁ ମୁଁ ଆଶୀର୍ବାଦ ପାଇଥିବା ଲୋକ। ସାଥିରେ ହାତ ରଖିକି କୁହ, ମୁଁ ଆଶୀର୍ବାଦ ପାଇଥିବା ଲୋକ। ଆଜି ହଉଛି ଗୁଡ ଫ୍ରାଇଡେ। କି ଦିନ ଆଜି? ଆକୁ ଓଡିଆରେ କହିବେ ଶୁଭ ଶୁକ୍ରବାର। ଯେଉଁ ସମୟରେ ଯୀଶୁ ଖ୍ରୀଷ୍ଟ ଆଜିକୁ 2026 ବର୍ଷ ତଳେ ଇସ୍ରାଏଲ ଦେଶରେ କ୍ରୁଶରେ 3ଟି କଣ୍ଟାରେ ମୃତ୍ୟୁବରଣ କଲେ, ଯେଉଁ ଶୁକ୍ରବାର ଦିନ ସେ ମୃତ୍ୟୁବରଣ କଲେ, ସେଇ ଶୁକ୍ରବାରକୁ କେଉଁ ଶୁକ୍ରବାର ବୋଲି କୁହାଯାଉଛି? ଶୁଭ ଶୁକ୍ରବାର। ସେମିତି ଶୁକ୍ରବାର ଇସ୍ରାଏଲ ଦେଶରେ ଆସୁଥିଲା କି ନାହିଁ? ସେମିତି ଶୁକ୍ରବାର ଦିନ କେ ହେଲେ ମରିଥିଲେ କି ନାହିଁ? ସେମିତି ଶୁକ୍ରବାର ଆସୁଥିଲା ଯାଉଥିଲା, କୋଉ ଗୋଟେ ଶୁକ୍ରବାରକୁ କେବେ ମଧ୍ୟ ଶୁଭ ବୋଲି କୁହାଯାଇନି। সেই শুক্রবার দিনে কেতে রাজা মানে মরিথিবে, কেতে নেতা মানে মরিথিবে, পণ্ডিত মানে জ্ঞানী মানে কেতে লোক মরিকিনা গলে, মাত্র কৌশি শুক্রবার কু আজি যাই শুভ শুক্রবার বলি কুহাযায়। কিন্তু যীশু খ্রিস্টଙ୍କର ମୃତ୍ୟୁର ଦିନକୁ ଶୁଭ ଦିନ ବୋଲି କୁହାଯାଉଛି। ସେହି ଶୁକ୍ରବାରକୁ ଶୁଭ ଶୁକ୍ରବାର ବୋଲି କୁହାଯାଉଛି। ପ୍ରିୟମାନେ, ତାର ବାପା ମଲେ ଯାଇକିନା କୁହନ୍ତୁ ତ, ଭଲ ହେଲା ଆଜ୍ଞା ଆଜି ଶୁଭ ଦିନ, ଆପଣଙ୍କ ବାପା ଚାଲିଗଲେ ବୋଲି କହିଦେବ। ଗାଲରେ ହାତ ଚିହ୍ନ ନାହିଁ, ଚପଲ ଚିହ୍ନ, ଚପଲ ଚିହ୍ନ ଦେଇକିନା କାହାର ଦିନକୁ ମଧ୍ୟ, କାହାର ମୃତ୍ୟୁର ଦିନକୁ ଶୁଭ ଦିନ ବୋଲି କୁହାଯାଏ ନାହିଁ। ଯଦି ଜଣେ ବ୍ୟକ୍ତି ମରିଯାଏ, ସେଇ ଦିନକୁ କଣ ବୋଲି କୁହାଯାଏ? ଶୋକ ଦିବସ। କି ଦିବସ? ଶୋକ ଦିବସ। ଆସ କାନ୍ଦିବା, ଆସ ଛାଟି ପିଟି ହେବା, ଆସ ଲୁହ ଗୁଡାଇବା। ମାତ୍ର ଯୀଶୁଙ୍କର ମୃତ୍ୟୁ ଟିକେ ଡିଫରେଣ୍ଟ। ତାଙ୍କର ମୃତ୍ୟୁ ଟିକେ ନାହିଁ, ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କର ମୃତ୍ୟୁ ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କ ପରି ପୃଥିବୀରେ କେହି ମଧ୍ୟ ମରି ବି ନାହାନ୍ତି। ହାଲେଲୁୟା, ପ୍ରଭୁଙ୍କର ଗୌରବ ହଉ। ଆଉ ଏଇ ଶୁଭ ଶୁକ୍ରବାର ଆମର ଧନ ଭାଇ କହୁଥିଲେ, ମତେ ଜଣେ ସାର୍ ଜଣେ ମତେ ଏ ଯୋଉ ଗୁଡ ଫ୍ରାଇଡେ ୱିଶ କରିଛନ୍ତି। ସେମାନେ ହିନ୍ଦୁ ଧର୍ମର ଲୋକ, ସେମାନେ ଆମର ମାନେ ଖ୍ରୀଷ୍ଟିଆନ କମ୍ୟୁନିଟିର ସେମାନେ ନୁହଁ। ଯେମିତି ଧନ ଭାଇ କହୁଥିଲେ ଯେ ଏଇ ଗୁଡ ଫ୍ରାଇଡେ କିଏ ଜାଣିନାହାନ୍ତି, ହିନ୍ଦୁ ମାନେ ମଧ୍ୟ ଜାଣିଛନ୍ତି। ସେମାନେ ମଧ୍ୟ ପରସ୍ପର ସେମାନେ ୱିଶ କରନ୍ତି। ସେମାନେ ଆପଣ ହ୍ୱାଟ୍ସଆପ ରେ, ଫେସବୁକ ରେ ସେମାନେ ଷ୍ଟାଟସ ମଧ୍ୟ। ଏଇ ଯୋଉ ଗୁଡ ଫ୍ରାଇଡେ କାହାର ପାଇଁ? ଶୁଭ ଶୁକ୍ରବାର କାହାର ପାଇଁ? ସବୁ ପାଇଁ କି? ଦେଖନ୍ତୁ ଗୋଟେ ବାକ୍ୟ ପଢିଲେ ଆପଣ ମାନେ, ପ୍ରଥମ କରନ୍ତୀୟ, ଆଜି ଆପଣ ମାନଙ୍କ ନିକଟରେ ଏଇ ଶୁଭ ଶୁକ୍ରବାରର ଶୁଭ ବାର୍ତ୍ତା ଅଳ୍ପ ସମୟ ମୁଁ ରଖିବି। ଶୁଭ ଶୁକ୍ରବାରର ଶୁଭ ବାର୍ତ୍ତା ଅଳ୍ପ ସମୟ ଆମେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା। ପ୍ରଥମ କରନ୍ତୀୟ 1 ଅଧ୍ୟାୟ 18 ପଦ ପଢ। କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ଦେଖନ୍ତୁ ମୁଁ ଆଉ ଥରେ ପଢି ଦଉଛି। କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ହାଲେଲୁୟା, ହାଲେଲୁୟା। ବିନାଶ ପାଇବା ଲୋକମାନଙ୍କର ବୁଦ୍ଧି କଣ ଜାଣିଛ? କ୍ରୁଶର କଥା ସେମାନଙ୍କ ପାଇଁ କୌଣସି ଅର୍ଥ ନାହିଁ। ସେମାନଙ୍କ ପାଇଁ କ୍ରୁଶକୁ ଦେଖିକିନା ସେଇଦିନ ମଧ୍ୟ ଅନେକ କହିଲେ, ମୁଣ୍ଡ ହଲାଇ କହିଲେ, ହେ ଯିହୁଦୀ ମାନଙ୍କ ରାଜା,
ତୁ କୃଷରୁ ଓହ୍ଲେଇକିନା ତୁ ଅନ୍ୟ ମାନଙ୍କୁ ରକ୍ଷା କଲୁ, ତୁ କେମିତି ନିଜକୁ ରକ୍ଷା କରିପାରିଲୁ ନାହିଁ। ଏବେ ଯଦି ତୁ କୃଷରୁ ଓହ୍ଲେଇ ଆସିବୁ ତାହେଲେ ଆମେ ତୋ ଠାରେ ବିଶ୍ୱାସ କରୁ। ଆଜି ଏହି କୃଷର କଥା, ଏଇ ଗୁଡ ଫ୍ରାଇଡେ ରେ ଷ୍ଟାଟସ୍ ମାରବାଟେ ଗୁଡ ଫ୍ରାଇଡେ ନାହିଁ, ୱିଶ କରବାଟେ ଗୁଡ ଫ୍ରାଇଡେ ନାହିଁ। ପ୍ରିୟ ମାନେ ଅନେକଙ୍କୁ ଏହି କୃଷର କଥା ମୂର୍ଖତା, ମାତ୍ର ପରିତ୍ରାଣ ପାଇଥିବା ଲୋକମାନଙ୍କ ପାଇଁ ଶୁଭ ଦିନ, ସମସ୍ତଙ୍କ ପାଇଁ ଏ ଦିନ ଶୁଭ ନାହିଁ। ଯେ ପାର୍ଟିରେ ଆଜି ଯାଇ ଭାଙ୍ଗ ଉଗାଲି ନାହିଁ ତାର ପାଇଁ କେମିତି ଶୁଭ ଦିନ ହେବ କୁହ ତ? ଶିବ ଭାଇ ତୁମେ କୁହ, ନିଜେ କୁହ। ଯୋଉ ଲୋକ ଭାଙ୍ଗ ଆଜି ଯାଇ ଛାଡି ନାହିଁ, 10ଟା ଗୁଡ ଫ୍ରାଇଡେ ଗଲା, 15ଟା ଖ୍ରୀଷ୍ଟମାସ ଗଲା, ତାର ପାଇଁ କେମିତି ଶୁଭ ଦିନ ହେବ? ଯୋଉ ଖ୍ରୀଷ୍ଟିଆନ ପୁଅ ଗୋଟେ ଭଉଣୀକୁ ଭଉଣୀ ପରି ଦେଖିବାଟା ଜଣା ନାହିଁ, ତାର ପାଇଁ କେମିତି ଶୁଭ ଦିନ ହେବ? ଯୋଉ ବିଶ୍ୱାସୀ ମାନେ ସହଭାଗିତାରେ ରହି ଆର ବିରୋଧରେ ତାର ବିରୋଧରେ କହିବାର ଛାଡି ନାହାନ୍ତି, ତାର ପାଇଁ କେମିତି ଶୁଭ ଦିନ ହେବ? ଶୁଣୁଛନ୍ତି କି? ଅଛନ୍ତି କି? ମୁଁ ବି ଅଛି। ପ୍ରେଜ୍ ଦ ଲର୍ଡ। ଆଉ ସବୁଠାରୁ ଖୁସି ବିଷୟ କଣ ଜାଣିଛନ୍ତି? ପ୍ରଭୁ ବି ଅଛନ୍ତି। ରାମ ଭାଇ କହିଲେ ସେ ମରି ନାହାନ୍ତି, 3 ଦିନ ପରେ ଉଠିବେ ବୋଲି। 3 ଦିନ ପରେ ଉଠିବେ ନାହିଁ, ଉଠି ସାରିଲେଣି ସେ। ହାଲେଲୁୟା। ଆଜି ମରଲେ କି? ଆଜିକୁ 2000 ବର୍ଷ ତଳେ ସେ ମରଲେ। ସେ ଦିନକୁ ଆମେ ସ୍ମରଣ କରୁଛୁ, ମନେ ପକାଉଛୁ। ସେ ଉଠିବେ ନାହିଁ, ସେ ଉଠିଛନ୍ତି। ହାଲେଲୁୟା। ସେଥିପାଇଁ ଦୂତ କହିଲେ ତୁମେ ମୃତ ମାନଙ୍କ ମଧ୍ୟରେ ଜୀବିତଙ୍କର କାହିଁକି ଅନ୍ୱେଷଣ କରୁଛ? ସେ ଏଠାରେ ନାହାନ୍ତି, ସେ ଉଠି ଅଛନ୍ତି। ପ୍ରିୟମାନେ ପ୍ରଭୁଙ୍କର ଗୌରବ ହଉ। ଶୁଭ ଦିନ କାହାର ପାଇଁ କୁହନ୍ତୁ? ସମସ୍ତଙ୍କ ପାଇଁ ନାହିଁ, ସବୁର ପାଇଁ ନାହିଁ, ମୋର ପାଇଁ। କାହିଁକି? ମୁଁ ଏର ଆଗର ପରେ ମରୁଆ ନାହିଁ, ତୋର ନା ନାହିଁ, ସେଥିପାଇଁ ମୋର ପାଇଁ ଶୁଭ ଦିନ। କୃଷ, ଏଇ ଯୋଉ କୃଷର ମୃତ୍ୟୁ କଥା ଅନ୍ୟମାନଙ୍କ ପାଇଁ ଏଟା ଖାମଖିଆଲି ହେଇପାରେ, ହେୟ ଜ୍ଞାନ ହେଇପାରେ। ଓ କଣ୍ଟା ପିଠା ଯାକ ବୋଲୁଛନ୍ତି ଆଜି। କି ପିଠା? କଣ୍ଟା ପିଠା। ମୁଁ କଣ୍ଟା ପିଠାକୁ ଆଜି ଯାଇଥିଲି, ଉହାଲା ହେଉଥିଲେ। ଉହାଲା ଜାଣିଛ ତ? ହାଲେଲୁୟା ଶବ୍ଦକୁ ମଜାକ କରୁଛନ୍ତି। କମେଣ୍ଟ କରିବା ଲୋକ ଯାକ ଆଜି ବାହାରିଛନ୍ତି। ଏ ବାକ୍ୟ ପଢିଲେ ଆମେ ଜାଣୁ ଯେ ବିନାଶ ପାଇବା ଲୋକମାନଙ୍କର ବୁଦ୍ଧି ଏମିତି, ମାତ୍ର ଆମର ପାଇଁ ସେଇ କୃଷ ଆମ ପାଇଁ ପରିତ୍ରାଣ ପାଇବା ଲୋକମାନଙ୍କର ଶକ୍ତି ହଉଛି ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ। ସେଥିପାଇଁ ଆମେ କହୁଛୁ ମୋ ପାଇଁ ଶୁଭ। ଯୀଶୁ ମରିକିନା ଶୁଭ ହେଲା, ନହେଲେ ମୁଇଁ ମରି ଯାଇଥାନ୍ତି ପରା, ମୁଇଁ ମରି ଯାଇଥାନ୍ତି। ସେଦିନ ବରବ୍ବାକୁ ପଚାରିଲେ ସେ କହିବେ, ବରବ୍ବା ତୁମେ ତ ଏତେ ବଡ ବିପ୍ଳବୀ, ତୁମକୁ ତ ବନ୍ଦିଶାଳରେ ରଖା ହେଇଥିଲା, ଆଉ ନିସ୍ତାର ପର୍ବ ସମୟରେ ତୁମକୁ କ୍ରୁଶରେ ଚଢାଇବା କଥା। ସେ କହିବେ ଭଲ ହେଲା ଭାଇ, ମୋର ବଦଳରେ ତାଙ୍କୁ ଚଢାଇ ଦେଲେ। ଏଇଟା ଗୋଟେ ବହୁତ ବଡ ଶୁଭ ଦିନ। କାହାର ପାଇଁ କିଏ ଜାଣିଛି ନା? ମୋର ପାଇଁ ଶୁଭ ଦିନ। ନହେଲେ ଯୀଶୁ ଯଦି ନଥାନ୍ତେ ନା, ବଳଗାଟା ମୁଇଁ ଏକା ଥିଲି, ମତେ ଚଢାଇ ଦେଇଥାନ୍ତେ, ତାଙ୍କର ପାଇଁ ମୁଁ ରକ୍ଷା ପାଇଗଲି। ସେଥିପାଇଁ ମୋର ଶୁଭ ଦିନ। ହାଲେଲୁୟା। ଏଠି ଯଦି ବାରବ୍ବା ମାନେ ଅଛନ୍ତି ବୋଲେ ତାଳି ବଜାଇବେ, ଦେଖନ୍ତି କି ନାହିଁ? ଆମେ ସେଇ ବାରବ୍ବାର ଦଳ, ଆମେ ସେଇ ବିପ୍ଳବୀ, ଆମେ ସେଇ ପାପୀ, ଆମେ ସେଇ ଦୁର୍ଭାଗ୍ୟ ଲୋକ। ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱର ଆମ ବଦଳରେ ସେ କୃଷରେ ନିଜ ଜୀବନ ଦେଲେ, ଆଉ ଆମକୁ ସେ କଣ କରିଛନ୍ତି? ଉଦ୍ଧାର କରିଛନ୍ତି। ଆମର ପାଇଁ ଶୁଭ ଦିନ ନା, କାହାର ପାଇଁ ହେଉ କି ନ ହେଉ, ଆମର ପାଇଁ ଶୁଭ ଦିନ। ସେ ମରବାରୁ ଆମର ପାପ କ୍ଷମା ହେଇଯାଇଛି, ସେ କୃଷରେ ଜୀବନ ଦେବାରୁ ଆମକୁ ପରିତ୍ରାଣ ମିଳିଛି, ସେ କୃଷରେ ଜୀବନ ଦେବାରୁ ଶତ୍ରୁ ସହିତ ଆମେ ମିଶି ପାରିଛୁ। ନହେଲେ ଆମେ ଭୁକରେ ବସିବୁ ଏଠି, ଏତିକି ସମୟ ଭୁକେ ବସି ହବ? ଆମେ କୁ ମା ବାପାର ଭୁକେ ବସିବା ଲୋକ, ଆମେ ସେଟା ପାଟା ନାହିଁ। ଆମେ ଏମିତି ସୁଖ ଶାନ୍ତିରେ ବସିଥାନ୍ତୁ, ଆମର ଛାତ୍ରୀ ମାନ ଭୁକେ ବସିଥାନ୍ତୁ, ବାହାରୀ ମାନ ମୁଣ୍ଡେ ବସିଥାନ୍ତୁ। ଧନ୍ୟ ସେ ପରମେଶ୍ୱର, ଆମକୁ ସେ କଣ କରିଛନ୍ତି? ପରିବର୍ତ୍ତନ କରିଛନ୍ତି। ରାମ ଭାଇ କହୁଥିଲେ ଆପଣ ମାନେ ପ୍ରାର୍ଥନା କରିବେ ମୁଁ ଯେମିତି ପୂର୍ବ ପରିସ୍ଥିତି ପରି ମୁଁ ଆହୁରି ଯେମିତି ହେଇନଥିଲି। ବୋଲେ କଣ? ମୁଁ ଆହୁରି ପାପ ପ୍ରତି ଯିବାର ଚାନ୍ସ ଆସ ନାହିଁ। ପ୍ରଭୁଙ୍କ ପାଖରେ ସେଇ ଶକ୍ତି ଅଛି। କୋଉ ପୋଲିସର ବାଡି ତାଙ୍କୁ ପରିବର୍ତ୍ତନ କରିନାହିଁ। କୋଉ ପୋଲିସର ବାଡି କି କାମକୁ ଆସିଲା? ମାରବେ 2-3 ଠେଙ୍ଗ, ଟିକେ ଘଷି ହେଇଦେବାର, ଭିତରେ ରହିକିନା ହଷ୍ଟେଲ ରହିଲା ପରି ବାହାରିକିନା ଆସି ଟିକେ ସାହସ ଆଇଲା, ରେ ଭାଇନା ଗଲାରୁ ବୋଲିକିନା ଆମେ ଥରେ ଭିତରେ ଗଲା ଲକ୍ଷ୍ୟ
ভয়ঙ্কর সাহস, তুমি ডরবি বলছো কি? তুমি আগে তালা ভাঙবি, মোর পক্ষে আসো কিনা বলি সাহস আসিতান্ত, সেটা আমার কিছু কাম দেলা নাই। ଯୀଶୁଙ୍କର ପ୍ରେମ ଆଜି କଣ କରିଛି? ସମସ୍ତ ପ୍ରକାର ମନ୍ଦ ଅନ୍ଧକାର ଶକ୍ତିର ବନ୍ଧନରୁ ମୁକ୍ତ କରି ଆଣି। ପ୍ରିୟମାନେ, ଆମକୁ ଆହୁରି ପୁନର୍ବାର ପାପରେ ଫେରାଇ ନେବାର ଶୈତାନ ପାଖରେ ତାକତ ନାହିଁ। ଏତିକି ମନେ ରଖନ୍ତୁ, ତାକତ ନାହିଁ ତାର ପାଖରେ। କୁହନ୍ତୁ, ଶୈତାନ ହାରିଛି, ହାରିଛି। ଦେଖ, ତୁମେ ହାରିଲା ପରି କଥାବାର୍ତ୍ତା ହଉଛ, ହାରିଛି। ବସିଥିଲା ଲୋକ ଭଲରେ କହ, ତୁମେ ହାରିଯିବ। ଶୈତାନ ସେ ହାରିଛି କ୍ରୁଶରେ। ଯୀଶୁ ମତେ ତାଙ୍କର ବିଜୟ ରାସ୍ତାରେ ସେ ମତେ କଢେଇ ନେଇ। ପ୍ରଭୁଙ୍କର ଗୌରବ ହଉ। ଆପଣ କେବେ ମାଇଣ୍ଡ ସେଟ ରଖନ୍ତୁ ନାହିଁ, ମୁଁ ଆଗର ପରି ହେବି ହେଇ ହେବ ନାହିଁ। ବାଉଁଶ ଗଛ ଦେଖିଛନ୍ତି କି? ବାଉଁଶ ଗଛ ମାନେ ପେପର ହେଉଛି ବୋଲି ଜାଣିଛନ୍ତି? ପେପର କେବେ ବାଉଁଶ ହେବ କି? ଖ୍ରୀଷ୍ଟିଆନ କୁଆଡେ ହିନ୍ଦୁ ହେବ? ଯାର ମନକୁ ପ୍ରଭୁ ଜିତିଛନ୍ତି ତାକୁ କିଏ ଜିତି ପାରିବେ? ପ୍ରଭୁ ଯାହାକୁ ପରିବର୍ତ୍ତନ କରିଛନ୍ତି ତାକୁ କିଏ ବଦଳାଇ ପାରିବେ? ନିଜେ ନିଜେ ଯଦି ବଦଳିଛ ଆକ୍ଟିଂ କରିବଲେ କେତେବେଳେ ଅଦରବ। ସତରେ ଯଦି ପ୍ରଭୁ ତୁମକୁ ଜିତିଛନ୍ତି, ସତରେ ଯଦି କୃଷ୍ଣର ପ୍ରେମକୁ ବୁଝିଛ, ଦୁନିଆର କୌଣସି ଶକ୍ତି ଆପଣଙ୍କୁ ପ୍ରଭୁଙ୍କ ଠାରୁ ଅଲଗା କରିପାରିବ। ସେଥିପାଇଁ ଯୀଶୁ କହିଲେ, ଏଇ ପଥର ଉପରେ ମୁଁ ଆପଣା ମଣ୍ଡଳୀ ତଳିବି। ଆଉ ମନେ ରଖ, ନରକର ବଳ ତାକୁ ପରାଜୟ କରିପାରିବ। ଆପଣ ଭାବୁଛନ୍ତି କି ବାଗ୍ରା ମଣ୍ଡଳୀ ପ୍ରତି ଶୈତାନର ଷଡ଼ଯନ୍ତ୍ର ଅଛି? ଆହୁରି କେତେ ଆଇଡିଆ ଟିକେ ଦିଅ, ଆହୁରି ଷଡ଼ଯନ୍ତ୍ର କରୁ, ଆହୁରି ତାର ପଲିଟିକ୍ସ ଗୁଡିକ ବାହାର କରୁ। ମୁଁ ଏତିକି ଜାଣିଛି, ପରମେଶ୍ୱରଙ୍କର ମଣ୍ଡଳୀକୁ ନଷ୍ଟ କରିବା ପାଇଁ ଆଜି ଯାଏ ପୃଥିବୀରେ କୌଣସି ଅସ୍ତ୍ର ଆଘାତ ତିଆରି ହେଇନି, କୌଣସି ଅସ୍ତ୍ର ତିଆରି ହେଇନାହିଁ। ଆପଣଙ୍କୁ ମତେ ଯୀଶୁ ଖ୍ରୀଷ୍ଟ ପ୍ରେମ କରି ଜିତିଛନ୍ତି। ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କର ଗୌରବ ହଉ। ସେଥିପାଇଁ ସାଧୁ ପାଉଲ ଲେଖୁଛନ୍ତି, ପରିତ୍ରାଣ ପାଉଥିବା ଆମ୍ଭମାନଙ୍କ ପ୍ରତି ସେଇ କୃଷର କଥା ଈଶ୍ୱରଙ୍କ ଠାରେ ଆମମାନଙ୍କ ପାଇଁ ସେଟା ଶକ୍ତି, ବହୁତ ସାହସ, ଶକ୍ତି ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନଙ୍କୁ ମୁଁ ଆଗକୁ ନେବି। ଆପଣମାନେ ମୋ ସହିତ ମାର୍କ ଲିଖିତ ସୁସମାଚାରକୁ ଆସିବେ। ମାର୍କ ଲିଖିତ ସୁସମାଚାର ବାହାର କରିବେ 15 ଅଧ୍ୟାୟ। 15 ଅଧ୍ୟାୟ ମିଳିଲା। 16 ପଦରୁ ପଢନ୍ତୁ ଆଗକୁ। ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ ଅର୍ଥାତ୍ ପ୍ରସାଦ ଭିତରକୁ ଘେନି ଯାଇ ସମସ୍ତ ସୈନ୍ୟ ଦଳକୁ ଡାକି ଏକତ୍ର କଲେ। ସେମାନେ ତାହାଙ୍କୁ କୃଷ୍ଣ ଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ। ପ୍ରିୟମାନେ, ଠିକ ଅଛି, ଆମେ ଯେଉଁମାନେ ବାଇବଲ ପଢୁଥିଲୁ, ବାଇବଲ ପଢବାର ସରିଲା, ମନ ଟିକେ ଉଠାଇବା। ଲେଖାଯାଏ, ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ ଅର୍ଥାତ୍ ପ୍ରସାଦ ଭିତରକୁ ଘେନି ଯାଇ ସମସ୍ତ ସୈନ୍ୟ ଦଳକୁ ଡାକି ଏକତ୍ର କଲେ। ଦେଖନ୍ତୁ, ଏଟା କେତେବେଳେ ହଉଛି? ସକାଳ ସକାଳ। ଯୀଶୁଙ୍କୁ ଏହାର ପୂର୍ବ ଦିନରେ ଶତ୍ରୁମାନେ ଧରିଲେ, ତାଙ୍କୁ ମାରିଛନ୍ତି, ଛେପ ପକାଇଲେ, ଲାତ ମାରିଲେ, ବିଧା ମାରିଲେ, ରାତି ଯାକ ଶୋଇବାକୁ ଦେଇନାହାନ୍ତି। ଯେତେବେଳେ ସକାଳ ପାଉଛି, ସକାଳ ସକାଳ ସେମାନେ କୋଉଠି ନେଉଛନ୍ତି? ରାଜପ୍ରସାଦକୁ ସେମାନେ ନେଇ ଯାଉଛନ୍ତି, ବିଚାର ସ୍ଥାନକୁ ନେଇ ଯାଉଛନ୍ତି, କୋର୍ଟକୁ ପିଲାତ ହେରୋଦ ରାଜାଙ୍କ ନିକଟରେ ବିଚାର ନିମନ୍ତେ ସେମାନେ ନେଇ ଯାଉଛନ୍ତି। ସେଇ ସମୟରେ ସମସ୍ତେ ଏକତ୍ର ହେଲେ। 17 ପଦରେ ଲେଖାଯାଏ, ସେମାନେ ତାହାଙ୍କୁ କୃଷ୍ଣ ରହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ। କି ମୁକୁଟ? କଣ୍ଟାର ମୁକୁଟ ପ୍ରକୃତରେ କାହିଁକି ପିନ୍ଧାଇଛନ୍ତି? କୁହନ୍ତୁ। ଯୀଶୁଙ୍କୁ ଅପମାନ କରିବା ପାଇଁ, ସମ୍ମାନ ଦେବା, ଆକ୍ଟିଂ ରେ ସମ୍ମାନ ଦେଇ ରାଜା ମୁକୁଟ ପିନ୍ଧିବେ। କିଏ ପିନ୍ଧିବେ ମୁକୁଟ? ରାଜା କଣ୍ଟାର ମୁକୁଟ ପିନ୍ଧିବେ କି? ଯୀଶୁ କିଏ ଥିଲେ? ରାଜା ନଥିଲେ, ସେ ରାଜା ମାନଙ୍କର ରାଜା ଥିଲେ। ସେ କିଏ ଥିଲେ? ସେ ରାଜା ମାନଙ୍କ ରାଜା। ଏ ରାଜା ଯଦି ସୁନାର ମୁକୁଟ ପିନ୍ଧିବେ, ସୁବର୍ଣ୍ଣ ମୁକୁଟ ପିନ୍ଧିବେ, ରାଜା ମାନଙ୍କ ରାଜା କଣ ପିନ୍ଧିବେ? କଣ୍ଟାର ମୁକୁଟ ପିନ୍ଧିବେ। ସମ୍ମାନ ଦେବା ଉଦ୍ଦେଶ୍ୟରେ ଏମାନେ ବନାଇଛନ୍ତି। କେତେ ଜଣ ଆସାବେ ସେମିତି କରୁଥିବ ବୋଲି ଗରମ ପାଣି ଢାଳି ଦଉଛନ୍ତି, ଦେଖିଛ କି ନାଇଁ?
ମହିଙ୍କାର କରିଦବ ବୋଲି ମୁଣ୍ଡେ ପାଣି ଢାଳି ଦଉଥିବେ ଏଟା ରେସ୍ପେକ୍ଟ ପ୍ରେସ୍ ତଲଡ଼ ଭାଇ ବୋଲି ଏମିତି କରିହେବ କି ନାଇଁ କୁହନ୍ତୁ ଭାଇ ପ୍ରେସ୍ ତଲଡ଼ ବୋଲି ହେବ ଏଟା ଭାଇ ଭାଇ ଆସୁଛି ବୋଲିଲା ପରି ସବୁ ଆକ୍ଟିଂ କି ନାଇଁ ଏମାନେ କଣ କରୁଛନ୍ତି କଣ୍ଟା ମୁକୁଟ ବନାଇଛନ୍ତି ରାଜାଙ୍କୁ ସମ୍ମାନ ଦେବାକୁ ବୋଲେ ଭାବ ଏଟା କିଏ ଏଟା ରାଜାଙ୍କୁ ସମ୍ମାନ ଦେବାକୁ ମୁକୁଟ ବନାଇଛନ୍ତି ଯେଉଁମାନେ ଥିଓଲୋଜି କରିଛନ୍ତି ଯାହା ପାଖରେ ଡିଗ୍ରୀ ଅଛି ଏ ଶାସ୍ତ୍ରୀ ପାରୁସି ମାନେ କଣ କରିଛନ୍ତି ଯୀଶୁଙ୍କୁ ସମ୍ମାନ ଦେବା ପାଇଁ କଣ୍ଟାର ମୁକୁଟ ପିନ୍ଧାଇଛନ୍ତି ତାଙ୍କର ମସ୍ତକରେ ପିନ୍ଧାଇଲା ପରେ କଣ କଲେ ଆଉ ହେ ଇହୁଦୀ ମାନଙ୍କର ରାଜା ନମସ୍କାର ଏହା କହି ତାହାଙ୍କର ବନ୍ଦନା କରିବାକୁ ଟିକେ ଭାବନ୍ତୁ ଯୀଶୁଙ୍କୁ କେମିତି ଲାଗୁଥିବ ଚୋର ମାନଙ୍କୁ ଡକାୟତ ମାନଙ୍କୁ ପୋଲିସ ଆରେଷ୍ଟ କଲାଟା ଦେଖିଛ କିଏ ଦେଖିଛ ମୁଁ ଦେଖିଛି सामना सामने न देखले भी सोशल मीडिया में सेमान को अरेस्ट कले केंती करबे हां हमर धन भाई टिके देखो जो मान बुझवार अछि हैला एंती करी कि ना एंती करी अरेस्ट करबे के जण को पछुआर एंती करी कि ना अरेस्ट करबे कि नहीं करबे दाढ़ी ऊपर ला देखिछो ऊपर छपक वाला देखिछो विधा वाला देखिछो ना ये दाढ़ी ऊपर वाला कुछ देखिछो ଯୀଶୁଙ୍କର ଆରେଷ୍ଟ ହେବାଟା ତାଙ୍କର ମୃତ୍ୟୁବରଣ କରବାଟା ସମ୍ପୂର୍ଣ୍ଣ ଭିନ୍ନ କଣ୍ଟାର ମୁକୁଟ ସେ କାହିଁକି ପିନ୍ଧିଲେ ପ୍ରିୟ ମାନେ ଆମେ ଅନେକ ଜାଣିଛୁ ପୁରାତନ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମର 750 ବର୍ଷ ପୂର୍ବେ ଭବିଷ୍ୟତବାଣୀ କରାଯାଇଥିଲା ମାତ୍ର ଏଟା ମଧ୍ୟ ଆମେ ଭୁଲବା କଥା ନାହିଁ ତାଙ୍କୁ ମସ୍ତକରେ କଣ୍ଟାର ମୁକୁଟ ଏଥିପାଇଁ ପିନ୍ଧାଇଲେ मु मन रे खराब चिंता कली मोर लगी से कंटार मुकुट मु आखि रे खराब विषय गुडी को देखली सेति पाई यीशु आखि उपाड़ा गला मु मुख रे खराब कथा कहली सेति पाई तांकर गाल रे चापड़ा बाजला मु एई हाथ रे लांच नेली स्त्री को हाथ उठाइली अनेक चोरी कली सेति पाई एई हाथ रे कंटार मेको बाजला मोर पाद खराब रास्ता रे गला सेति पाई तांको पाद रे कोण बाजला कंटार मेको प्रिय माने प्रभु आमान को अनुग्रह करंतु एइटा को आमे जदि बुझुबा एइटा को जदि आमे जानि देबा प्रिय भाई बहनी माने आमे आहुरी प्रभु को धन्यवाद देई परिबा आहुरी प्रभु को पय आमे समर्पित होई परिबा आपण प्रभु को प्रेम को टिके बुझंतु इले लेखा जाउची जे कोन बे लेखा जाउची तांको कोन करा जाउची अपमान करा जाउची तांकु केते अपमान करा जाउची सेही समय रे यीशु ख्रीस्ट नीरव अछन से मुख पिटाउना मेसो परी गोटे छेड़ी परी मेंढा परी बध स्थान को निया जाउतिबा गोटे मेंढा परी से कोन करूनांती मुख को से पिटाउ आमान को मध्य रे आमे एमिति केते जण अछु आमर मुख को कोटी बंद करबा कथा कोटी आमे फिटाइबा कथा आमे शिखि जदि एइटा आज जीवन रे आम जीवन जदि एइटा आमे अप्लाई करबा नै ताले आमे खाली पर्व पालन करबा जदि व्यस्त थिबा मु प्रभु को धन्यवाद दे आमर चर्च तो पर्व आका नै अछि कि अछि नै आमर चर्च रे कोन अछि ठीक है सोचिल ऑनलाइन से डोरी जाउची से हां किती ओलुस बात दरकार कोन ढिला अछि ठीक होती किसी ट्रेनिंग दरकार नहीं है जो मैंने जानी आगे तो आसी पारुनो आम ऑपरेट करूँ किसी व्यस्त हूँ नहीं आराम से सब ठीक ठाक है किसी व्यस्त होबार किसी आवश्यक नहीं सुबह तो बिना माइक रे सुनी हेबो कि नहीं माइक की दरकार एबे लाइन जाइतिला कि नहीं रास्ता बंद है कि के उठ पलाइलु कि कुछ भी फर्क नहीं पड़ता है ए लाइन आसुतिबो जाऊ तो ए भीतर लाइन रे टिकति बार
ভিতর লাইন যদি ঠিক ଅଛି বলে ସବୁ ঠিক। ମାଇକ୍ ଟା ଟିକେ ବନ୍ଦ କର, ଏଇଟା ବନ୍ଦ କଲେ ସବୁ ବେମାର ଯିବ, ଦେଖିଛ କି ସବୁ ବେମାର ଯିବ। ଆହୁରି ଦୁର୍ଦାର ହେଲା ବୋଲେ ଆଉ ଟିକେ ସଜାଡବା ହେଲା, ସଜାଡବା କି ନା ଏତେ ଲୋକ ଅଛୁ ଆଉ ମିସିନ ଟେକିକିନା ଉପରେ କେତେ ଲୋକ ଧରିଥିଲେ ବାନା ହେବ ଆଉ କେତେ ଲୋକ ଆମେ ଅଛୁ ମାତ୍ର କିଛି କାମକୁ ନାହିଁ ବୋଲା ଓକେ। ଯାହା ବି ହଉ କୋଉଠି ଥିଲୁ ଆମେ? ପ୍ରାର୍ଥନା ଘରେ ଥିଲୁ ନାଇଁ କି? ଏଠି ଆମେ ଦେଖୁଛୁ କଣ ଯେ ଯୀଶୁ ଖ୍ରୀଷ୍ଟ ଆମର ପାଇଁ ସବୁ ଅପମାନକୁ ସେ ସହି, ସବୁ ଅପମାନକୁ ସେ, ଏଇଟା ବୁଝିବାର ଅଛି। ଏଇଟା ଆମେ ଟିଭି ଦେଖୁଥିଲୁ, ସିନେମା ଦେଖୁଥିଲୁ, ସେଥିପାଇଁ ଯୀଶୁଙ୍କର ଆଖିକୁ ଉପାଡା ଗଲା। ଆମର ଆଖି ଉପାଡ଼ିଥିଲେ କେମିତି ଲାଗିଥାନ୍ତା? ବହୁତ ଧନ୍ୟବାଦ ଡକ୍ଟର, ରାଇଟ ସାଇଡ ରୁ ଉପାଡିଲ, ହାଇ ଲାଗୁଛି, ଲେଫ୍ଟ ସାଇଡ ରୁ ଉପାଡ ବୋଲି ହବ। ଏ ଥମ୍ନାରେ 2 ଅକ୍ଷର ଭାଷା ଆମେ କହିଲାରୁ ଯୀଶୁଙ୍କୁ ଗାଲରେ ଚାପଡା ବାଜିଲା, ଜାଣିଛନ୍ତି? এইটা মা মানে আজি যাই অনেক মা মানে বদলি নাহাନ୍ତି। আজি ବି କାହାର ଛେଲି ଆମର ଦାଣ୍ଡି ଆଇଲେ ସେ ସୁଖରେ ଯାଉ ନାହିଁ, ଆଜି କୁକୁଡ଼ା କାହାର ଦାଣ୍ଡରେ ଆଇଲେ ସେ ସୁଖରେ ଯାଉ ନାହିଁ। 2 ଅକ୍ଷର ଭାଷା, ନହେଲା ତିର ମନ୍ଦ ଚିନ୍ତା, ଲୋକଙ୍କର ଅହଙ୍କାର, କୁଦୃଷ୍ଟି ଆଜି ବି ଲୋକଙ୍କ ଭିତରେ ଭର୍ତ୍ତି ହେଇଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଏଇଟାକୁ ଆମେ ବୁଝିବା। ଆମର ଲାଗି ସେ ଅପମାନ ହେଲେ। ପ୍ରିୟମାନେ ଗୋଟେ ବାକ୍ୟ ପଢିବେ, 2 କରନ୍ଥୀୟ 8 ଅଧ୍ୟାୟ, 2 କରନ୍ଥୀୟ 8 ଅଧ୍ୟାୟ 9 ପଦ ପଢ। କାରଣ ମାଇକ ରେ ପଢି ଦଉଛି ଦେଖ। କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେ ମାନେ ଜାଣ। ପ୍ରଭୁଙ୍କର ଅନୁଗ୍ରହ କିଏ କିଏ ଜାଣିଛୁ? ଜାଣିନାହାନ୍ତି କିଏ କିଏ? ନେଇକି ହଉ ଜାଣବା ଦରକାର ଅଛି, ଜାଣବାର ଦରକାର ଅଛି। ଏଠି ସାଧୁ ପାଉଲ ଲେଖୁଛନ୍ତି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେ ମାନେ ଜାଣ। ତୁମ୍ଭେ ମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ। ଯୀଶୁ ଖ୍ରୀଷ୍ଟ କଣ ହେଲେ? ସେ ଧନୀ ହେଲେ ବି ଦରିଦ୍ର। ମୁଁ ପ୍ରଭୁଙ୍କର ଗୌରବ କରେ। ଆଜି ଜହନ ଭାଇଙ୍କୁ 15-16 ଲକ୍ଷ ଟଙ୍କା ଗୋଟେ ଗାଡି ଅଛି। ଆମର ବଡ ଭାଇଙ୍କୁ ପାଖାପାଖି 17-18 ଲକ୍ଷ ଟଙ୍କାର ଗାଡି ଅଛି କି ନାଇଁ? ଯୀଶୁଙ୍କୁ କେତେ ଟଙ୍କାର ଗାଡି ଥିଲା? ଯୀଶୁ କୋଉ ଗାଡିରେ ବୁଲୁଥିଲେ? ଯୀଶୁ ପାଇଁ ସେ ଗଧ ଟିକେ ବିଜୟ ଯାତ୍ରା ଦିନ ବସିକିନା, ଆଜିକାଲି ତ କେତେଟା ବକ୍ତା ଯାକ ଏ ଗାଡିରେ ଯାଇବ, ଗୋଟେ ବକ୍ତା ହେଇଗଲେ ଠିକଠାକ ଥିଲେ ଭଲ, ବୁଲା ପୁରୀ ଗାଡି ବି ଭଲଟା ଦରକାର ଆମକୁ। ଘରେ ଖାଇଲେ ବି ଖାନା ସେମିତି ଦରକାର, ତରକାରୀ ଟିକେ ଠିକ ସେ ଆମେ ଖାଇବୁ ନାହିଁ। ପିନ୍ଧା ଗୁଡା ବି ଆମର ଭୟଙ୍କର ଥିବାର ଅଛି। ଆରେ ଫେସବୁକ ରେ ଆଜି ଷ୍ଟାଟସ ମାରବାଛି ବୋଲେ ତୁମେ କୋଉ ସାର୍ଟ ଆଇରନ୍ କରିଛ, ଭଲଟା ଟିକେ ଆଇରନ୍ କଲ ନାହିଁ। କେତେ ଜଣ ଖ୍ରୀଷ୍ଟମାସ ଦିନେ ଭୟଙ୍କର ପିନ୍ଧି ଆସିଥିବେ, କାହିଁକି? ଯୀଶୁଙ୍କୁ ଦେହରେ ଗୁଡାଇବାକୁ ଟିକେ କପଡା ବି ନାହିଁ, ସେ ଗାଈ ଗୁହାଳରେ ଶୋଇଛନ୍ତି, ଏମାନେ ଦେଖାଇବାକୁ ଆସିଥିବେ। ଦେଖ ପ୍ରଭୁ ଦେଖ ତୁମର ପୁରୀ ଆମେ ଉଲ୍ଲଂଘନ ଅବସ୍ଥାରେ ଥିବୁ ନାହିଁ ବୋଲ। ପ୍ରିୟମାନେ ମୁଁ ଏତିକି ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଏଥିପାଇଁ ସେ ଦରିଦ୍ର ହେଲେ, ତଳକୁ ଆସିଲେ ଆପଣ ମାନେ ମୁଁ ଯେପରି ଉପରକୁ ଯିବା। ହାଲେଲୁୟା। ଆମର ପାଇଁ ଶୁଭ ଦିନ ନା କାହା ପାଇଁ ଶୁଭ ଦିନ? ଆମର ପାଇଁ ଶୁଭ ଦିନ, କାରଣ ତାଙ୍କ ଅନୁଗ୍ରହକୁ ଆମେ ପାଇଛୁ। କେବଳ ଗାଡି କିଣିବାଟା, ଘର ବାନ୍ଧବାଟା ଏଟା ନାହିଁ, ସେ ଆମ ଲାଗି ଦରିଦ୍ର ହେଲେ, ସେ ନିଚକୁ ଗଲେ। ସେଥିପାଇଁ ପରମେଶ୍ୱର ଆମକୁ କଣ କରିଛନ୍ତି? ତାଙ୍କ ଅନୁଗ୍ରହ ଆମକୁ ଉପରକୁ ଉଠେଇଛି। ପ୍ରଭୁଙ୍କର ଗୌରବ ହଉ। ଆଜି ଯୋଉ ଗାଡିରେ ଆମେ ବୁଲୁଛୁ ପ୍ରଭୁଙ୍କ ଅନୁଗ୍ରହ ପାଇଁ ନାହିଁ କି? ସେଟା ନାହିଁ କି? ପୂର୍ବରେ ଆମର ପରିସ୍ଥିତି କେମିତି ଥିଲା? କେମିତି ଥିଲା?
11 नंबर गाड़ी केत नंबर 11 नंबर बोले एकरे एक 11 दुईटा गोड़ मिसले एकरे एक 11 नंबर गाड़ी को मु केंती चलाइबार जानी छो एटीरू माउंटगुड़ा एटीरू थापद प्रति रविवार मु हिंदी हिंदी प्रचार करबा पई जीवार ए अवस्था को से समय मंडली आमर बड़ नथिला कुछ संस्था नहीं आमर पाई के प्रार्थना करबा लोग ना के देखले नहीं मात्र स्वर्ग और परमेश्वर देखुथि मु गोटे दिन गोटे सेमिनार रे गली से दिन मीटिंग चली सब पास्टर मान को गोटे गोटे साइकेल देवा पाई सब लेखा लुखी चली मु भी गोटे पास्टर हिसाब रे जाइछि किए जड़े मो ना रे कंप्लेन कला तांकु तुमे काहे साइकेल देबो तांकर तो बाइक अछि से समय मोर साइकेल भी नथिला बाइक भी नथिला कारण मो सांग साथी मानकर बाइक धरी बुलवाटा किए जने देखी थी आ कंप्लेन देला मु से स्थान रे जाई भी नाही उसी ठिया भी हे नै किछि कंप्लेन भी करी नै सेई दिन सामुएल खरारो बाइक अछि सेति पय हमें साइकेल देबो नै मु कहली प्रेज द लॉर्ड मु कहली हालेलुया प्रभु मते कहले साइकेल नीति किस करू तुई आपण कहले विश्वास करबे नाही तार किछि दिन भितर प्रभु मते गोटे बाइक दे निजर बाइक गोटे आपण को पाई चिंता करबा लागि दुनिया रे केही न थांतु आपण को पाई मो पाई चिंता करा निमंते स्वर्गुरु जने परमेश्वर से आमर लागि अपमानित हेले आमर पाई से दरिद्र अवस्था दी गले आपण माने अमुदे परी धनवान बड़ा आपण केवल माइंड रे रखंतु नै से पापी मानक मध्य गणा गले तांकर पाप थिला भूल थिला कि तांकर साधु पाउल कहती तांको ठारे पापर लेश मध्य नथिला से संपूर्ण पवित्र परमेश्वर मात्र आम पाई से पापी मानक मध्य गणा गले काहे गणा गले नहीं काहे पापी मानक मध्य गणा गले आमे जेपरी धार्मिक हेबा से दरिद्र मानक मध्य गले आमे धनवान हेलु कि नहीं गाड़ी गेनलु घर बांधलु ओ भयंकर पूरा ऐसो आराम रे अछु कि नहीं आमे एवं से पापी मानक मध्य गले काहे आमे जेपरी धार्मिक हेबा प्रिय माने प्रभु आमान को एमिति अनुग्रह करंतु जे आमे एई सहभागिता मान करे रही प्रभुंकर वाक्य शुणी निज जीवन को सुधारिबार निज जीवन को समीक्षा करिबार समय आमे टिके समीक्षा करी देखिबा जे से तांकर सेई मृत्यु लागि आज मो जीवन रे केउ केउ विषय लाभ हेई प्रभु आमान को अनुग्रह करंतु अनेक भाई भौणी माने एमिति वाक्य शुणुथिबे सहभागिता आसुथिबे मात्र आगे जेमति थिबे शेष जाई मध्य सेमति आका माने आम चर्च रे मु देखुची आगे जो माने जेमति थिले एबे से माने सेमति आ इसकोरी तो जीवदा पय गुड फ्राइडे हेबो कि नहीं तार पय गुड फ्राइडे को बडे हेबो कोन तो गुड फ्राइडे समस्त हेबो यीशुଙ୍କ सहित 3 वर्ष 6 मास सेवा करबा लोक तांकर सहित प्रचार करबा लोक भूत चढ़ाइबा लोक यीशुଙ୍କ सहित बसबा लोक उठबा लोक से आज कौन होची यीशुଙ୍କୁ छाड़ी चली जाउ काहे कि ठीक होती सेना तो आम माइंड भीतर होची काहे कि ए शास्त्री पारुसी मान सहित बसबा बुद्धि उल्टा ही गला छन्ने बसिकिना ए खेड़ा ही बेले बेले पिला टोकी माने कार सहित जाई गोटकी राती सोइला तार साकलियाटू एमान मुंडो भरी किंद्राला पुरी केउती केते सुंदर आम स्वामी मानथिबे थिबे कि नाही कार सहित गोटकी दिन गुरुवार हाट जे पकड़ा खाई देला माने से मोंगा पूरा पकड़ा परी मुंह करी पूरा जिलापी परी मुंह करी भारी आसीथि हैं केना भौणी मा बोलथिबे तांको पुसाई नै के आमला टिके देई देले कि आनु जो टिके खुआई देई टेढ़ा करी देई ए इसकरी तो जीवदा बोलथिला ए लोक से शास्त्री पारुसी शास्त्र ज्ञान बेसी एमान करो हाँ एंती सेंती नाई ना रक्षा करबे ना प्रभु हम बोलला पर के लुटिबे कि नाही
टीवी देखले किसी असुविधा नहीं खाली नींद से टिके खराब है नहले किसी असुविधा नहीं मद पीले किसी हेबो नहीं अलग निशा हेबो तापर चेतना ही हेबो बोलना पर केत जन कर बुरबुटी बुद्धि जाव थिबो कि नहीं तांकर मानठान बसी देबे माने आउरी पोरे आउरी विश्व मध्य भक्या हो जाए पूरा आश्चर्य पूरी होथिबे कि नहीं आश्चर्य हेबे कि जाय शेयर हेबे ता कि जे सब जानुथिले तथापि अरे जिसु को क्या धराई देले दिउदा बोल के निजर लोक कि नहीं बाछी थिले जिसु दुख सुख असुविधा सब जगह से ठिया आइचंती तांकु से पाखरे रखिचंती तांकर जत्न नेउचंती सब परिस्थिति को संभाली से शिक्षा दउचंती मगर से व्यक्ति कौन करूची शत्रु मान को हस्त रे आपण गोटे वाक्य पढ़बे कि जौन लिखित समाचार 1 अध्याय 10 और 11 पद पढ़ से जगतरे थिले ओ जगत ताहाको द्वारा सृष्ट हैला तथापि जगत ताहाको चिन्हिला नाही तांको चिन्हिला नाही से जगत रे थिले कोड थिले से जगत रे थिले तांको द्वारा ए पृथ्वी सृष्टि हैला से तांको सृष्टि करथिबा राज्य को से आसले कार पिंडा मानितंती कार जमी रे गले बाउंड्री दे किनिथिबा पटा जमी रे गले निजर जगह को से आसले तापर तोल को पढ़ो से अपना राज्य को आसिले से अपना राज्य को आसिले तथापि ताहांकर निज लोक माने ताहांको ग्रहण कले नाही निज लोक माने तांको ग्रहण कले निज लोक माने जते बेले किछि कहि दियंती बहुत कष्ट लागे यीशु को निजर लोक माने क्रूसरे चढ़ाइले निजर लोक माने गाले चपड़ा मारले निजर लोक माने कंटार मुकुट बंधाई बनाई किना पिंधाइले आ एमाने कोन कले यीशु को क्रूसरे चढ़ाइले निजर लोक माने प्रिय माने आमे काहे कि चिनी पारलु नाही यीशु को आमे आका चढ़ाइलु मोर पाप आका तांको चढ़ाइला क्रूसरे मोर भूल आका तांको क्रूसरे दंड देला यदि आमे गीत रे गाइलु पापी मनुष्य जे मु चिन्हिली नाही पापी मनुष्य जे मु चिन्हिली नाही यीशु राजा बचिथिबा जाए मु करिबी पूजा एबे हम चिन्हबार नहीं समय थिला न चिन्हि किना एटा का भात एटा का माउथ एटा का लोक एटा का दुनिया एटा का मोर भविष्यत आमे भाबुतिलु मात्र एबे समय आसीची आमे प्रभु को चिन्हबा से काई कि क्रूसरे मले आपण मानकर दोष पाप आउ सेही अभिशाप रु परिष्कार करिबा पई से मृत्यु वरण कर प्रभु को गौरव हो निज लोक माने जेते बेले किछि हम विरोध रे कथा कोंती बहुत कष्ट लागे नहीं यीशु केन लागुतिबो मोर लागुतिबो जाहु धन्य जीहुदा परि आ शिशु आ के मिलबे नै गल्ला परि हेले कि प्रशंसा कले देखंतु सुना को केउ हातुडी रे पिटा जाए लुआ को सीधा करवा ले को हातुडी रे पिटा जाए लुआ के नहीं मात्र सुना आवाज हुए नहीं आवाज हेबो कि लुआ बेसी आवाज हेबो कि नहीं दिने सुना लुआ को कहला भाई तुमको जो हातुडी रे पिटुचंती मते भी से हातुडी रे पिटुचंती तुम्हें कहीं कि एते चिल्लाउच बोलला को लुआ हसी कि ना कहला भाई रे तोते तो निजर लोक पिटु नांती अन्य के जने मते तो निजर लोक बेसी पिटुचंती सेति पई बेसी आवाज आपण बुझी पारुथिबे प्रिय माने यीशु को अन्य के कु गोट राज्य न चिन्हला लोग आसी कि ना कुसर कर यीशु आगे हमको कहते तुम निजर लोक तुम शत्रु है
ନିଜର ଶାଶୁ ବିରୁଦ୍ଧରେ ବୋହୁ, ବୋହୁ ବିରୁଦ୍ଧରେ ଶାଶୁ। କାହାର ବିରୁଦ୍ଧରେ କେଉଁ ଉଠିଛନ୍ତି କି ନାଇଁ? ଉଠିଛନ୍ତି। ସାଗଟାଲ କେବେ ଦେଇ ନାଇଁ ପାଇଁ ବେଶୀ ଲାଗୁଛନ୍ତି ବୋଲ ସେଟା ଅଲଗା। ତୁମର ପରିବର୍ତ୍ତନ ଜୀବନ ଦେଖି ମୂର୍ତ୍ତି ପୂଜା ଛାଡି ହିଂସା କପଟ ଛାଡି ଯଦି କିଏ ବିରୋଧ କରିଛନ୍ତି ଏଟା ବାକ୍ୟ ତୁମର ଜୀବନରେ ସଫଳ ହେଉଛି। ଏବେ ଆମର ଘରେ ଗୋଟେ ବୁଢୀ ମା ଥିବେ, ତାଙ୍କୁ ଆମେ ଲୁଗା ପାଚା ଧୋଇଦେବୁ ନାହିଁ। ଲୁଗା ପାଚା ଦେବା ପାଇଁ ଛତିଶଗଡ଼ରୁ ଲଗାଇବେ। ମତେ ବେଶୀ ଗାଳି କରୁଛନ୍ତି, ପ୍ରଭୁ ତ କହିଛନ୍ତି ବୋଲି ଲୁଗା ପାଚା ନ ଦେଇ ଯତ୍ନ ନ କରି ପ୍ରଭୁ କହିଛନ୍ତି ବିରୋଧୀ ହେବେ ବୋଲି। ସେଥିପାଇଁ ଶାଶୁ ମୋ ବିରୋଧୀ ହେଇଗଲେ ବୋଲି ହେବ କି? ସେଟା ନାହିଁ, ସେଟା କହିନାହାନ୍ତି। ସେ ଶାଢୀ ବ୍ୟାଧି ନ ହେଇ କଥାବାର୍ତ୍ତା ନ ହେଇ ସେ ବାଟ ଏ ବାଟେ ଗୋଟେ ବାଟେ ବୁଲିଲେ ବଡ ଅସୁବିଧା ବୋଲି କାନ୍ତ ବନାଇ ଦେଇଥିବେ କେତେଟା ଘର। ତୁମେ ଏ ସାଇଡ ରେ ବୁଲ, ଗୋଟେ ଘରେ ପୁଣି ଦୁଇ ଭାଇ ଥିବେ, ମଝିରେ ପୁଣି ଗୋଟେ କାନ୍ତ ଥିବ। ତୁମେ ସୁବିଧାରେ ସିଆଡେ ଯାଅ, ଆମେ ସୁବିଧାରେ ସିଆଡେ। ତିନି ଟାଇମ ଦେଖା ତୁ କହିବାଟା ପ୍ରେମରେ ରହିହେବ ନାହିଁ। କେବେ କେମିତି ଭେଟବା ଲୋକମାନଙ୍କର ବୁଦ୍ଧି ଦେଖ। ଏଇଟା ଶିଖିବା ପାଇଁ ପ୍ରଭୁ ଆମକୁ ଚର୍ଚ୍ଚରେ ଡାକିଛନ୍ତି। ଆମର ଚର୍ଚ୍ଚରେ କେହି ନାହାନ୍ତି। ଏଇଟା ଗୋଟେ ବହୁତ ଦୂର ସାକ୍ଷ୍ୟ ଗୋଟେ ଶୁଣିଥିଲି ତ, ସେଥିପାଇଁ ଆପଣ ମାନଙ୍କୁ ବୁଝାଇବାକୁ ମୁଁ କହୁଛି। ପ୍ରିୟ ଭାଇ ଭଉଣୀ ମାନେ, ନିଜର ଲୋକ ଦେବେ କିଛି କହନ୍ତି ନା, ବହୁତ କଷ୍ଟ ଲାଗେ। ଯୀଶୁଙ୍କୁ ସେଇଦିନ ବହୁତ କଷ୍ଟ ଲାଗିଥିବ, ବହୁତ ବୋଲେ ବହୁତ କଷ୍ଟ ଲାଗିଥିବ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ ଆଗକୁ ବଢିବା। ଯୀଶୁ ଖ୍ରୀଷ୍ଟ ସେ ଆମକୁ କଣ କରିଛନ୍ତି? ପ୍ରେମ କରିଥିବାରୁ ସେ ଆମକୁ କଣ କଲେ? ଆମ ବଦଳରେ ସେ ନିନ୍ଦା ଅପମାନକୁ ସେ ସହ କଲେ। ଆପଣ ପଢିବେ ମୋ ସହିତ ଯୋହନ ଲିଖିତ ସମାଚାର 3 ଅଧ୍ୟାୟ 16 ପଦ, ଅତି ସୁପରିଚିତ ବାକ୍ୟ। ଏଇଟା ଆମେ ନ ଦେଖିକିନା ବି କହିଦେବା କଥା। ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ। ଗୁଡ୍ ଫ୍ରାଇଡେ ବୋଲି କଣ? ଦାନ କରବାଟା। ଦାନ କରବାଟା ବୋଲି କଣ? ଏଠି ଗୋଟେ ଡବା ରଖିକିନା ଚିଲ୍ଲା ମିଲ୍ଲା ପଇସା ପକାଇବାଟା। ଏଠି ଆମେ ଦେଖୁଛୁ ପରମେଶ୍ୱର ଆପଣ ମାନଙ୍କୁ ଆଉ ମତେ ସେ କଣ କଲେ? ପ୍ରେମ କଲେ। ପ୍ରେମ କରିବାରୁ ସେ କଣ କଲେ? ଆପଣାର ଅଦ୍ୱିତୀୟ ପୁତ୍ର, ଏକମାତ୍ର ପୁତ୍ର ଯେ ଯୀଶୁ ଖ୍ରୀଷ୍ଟ, ତାଙ୍କୁ ସେ କଣ କଲେ? ଦାନ କଲେ। ଖ୍ରୀଷ୍ଟିଆନ ଜୀବନ ବହୁତ ଲୋକମାନଙ୍କର ମାଇଣ୍ଡ ସେଟ କଣ? ପାଇବାଟା। କିଟା ପାଇବାଟା ବୋଲି ବୁଝୁଛ ତ? ପାଇବାଟା ବୋଲି ବୁଝୁଛ? ଆପଣ ମାନଙ୍କୁ ସେମିତି ଫଟୋ ଯାକ ଆସିଛି କି ନା ମୁଁ ଜାଣି ନାହିଁ। ଏଇ ଫଟୋ 7 ଜଣଙ୍କୁ ସେୟାର କର, 3 ଦିନ ଭିତରେ ଭଲ ଖବର ମିଳିବ ଗଲା ପରେ ଆସିଛି କି ନାଇଁ? ଆସିଛି ତ? ଏଇଟା ଖ୍ରୀଷ୍ଟିଆନ ଜୀବନ ନାହିଁ। ଏଟା ନାଇଁ, ଆମର ଚର୍ଚ୍ଚରେ 7ଟା ଶୁକ୍ରବାର ଆସ। କେତେଟା ଶୁକ୍ରବାର? 7ଟା ଶୁକ୍ରବାର ଆସ, ସବୁ କିଛି ଠିକ ହେଇଯିବ। ଯୀଶୁ କୋଉଠି କହିଲେ ସବୁ କିଛି ଠିକ ହେବ ଆଉ କେବେ ଗଡବଡ ହେବ ନାହିଁ ବୋଲି କହିଛନ୍ତି? ପ୍ରଚାର କରୁଛନ୍ତି ତୁମ ଜୀବନରେ ଆଉ କେବେ ଦୁଃଖ ଆସିବ ନାହିଁ। ମିଛ କହିବା ବକ୍ତା ମାନଙ୍କୁ କାହିଁକି ଡାକିକିନା ବ୍ୟାନରରେ ଏତେ ବଡ ବଡ ବ୍ୟାନର କରି ଡାବୁ ଖର୍ଚ୍ଚ କରୁଛ? ମୁଣ୍ଡ କାମ କରୁନାହିଁ। ହଁ, ତାର ବଦଳରେ ଆମର ଭାଗୀରଥୀ ଭାଇ ଡାକିକିନା ନିଅ। ସତ କଥା କହିକିନା ହୁଡ଼ା ଶୁଣି ଆଇବେ। হয় ସତ କଥା କହିଲେ ଗୁଡା ଶୁଣି ହେବ। ଯୀଶୁ ମିଛ କହିଥିଲେ କିଛି କରିନଥାନ୍ତେ। ସେ ମନ୍ଦିରରେ ସେଦିନ ଯାଇକିନା, ଓହୋ ଚର୍ଚ୍ଚ କୁ ଏଥର ବିଜନେସ ଘର କରିଛ, ଯାହା ହଉ ଭଲ କଲ, ବେଶୀ କଲକଲା ହେଉଥିଲେ ପାଖରେ ବାଜା ମାରି ନାଚ ଗୀତ ଭଲ କରିଛ, ଯାହା ହଉ ମତେ ଗୋଟେ ଠେଲା ଦିଅ, ମୁଁ ଟମାଟ ବସାଇବି ବୋଲଲେ ଭିସା ହେଇଥାନ୍ତି କି? ଯୀଶୁ କଣ କଲେ ସେଠି ଯାଇକିନା? ପୁରା ଲେଖା ଯାଉଛି ଉଲ୍ଟା ଉଲ୍ଟା ପିନ୍ଧେ। ଆମର ଭିତରେ ବି ଯଦି କି ଠେଲା ବସିଛି ବୋଲେ ପ୍ରଭୁଙ୍କୁ କହିବାର ଅଛି, ଉଲ୍ଟାଅ ପ୍ରଭୁ, ଆଜି ଆକା ଉଲ୍ଟାଅ। ଆମର ପାଷ୍ଟର ଯଦି ଟିକେ ଉଲ୍ଟା ହେଲା ପରେ କହିଲେ ଆମେ ଠେଲା ପରି ଲାଗୁଛି। ଯୀଶୁ ସେଦିନ ଠେଲଲେ,
यीशु के भी बहुत लोग रागले फरक पड़ला कि फरक पड़ला ओ कमरी गले बोलुचंती कोन हेले ए बापा तमरी गले मरी गले यीशु गोटे बाणी कहले समाप्त हेला कहले कि नहीं समाप्त हेली बोलले ना हेला बोलले हेली बोलले सरी जाय थांतो सत कि नहीं समाप्त हे नहीं समाप्त हेला बोल कोन गोटे व्यक्ति पाई अनंत काल भविष्य देवा पाई जोटा करबार थिला सेटा समाप्त होला ख्रिस्टियन मानकर भविष्य केबे सरे नाही जानि चंदी कि नहीं आमे भाबुछु कोन ए दुनिया का भविष्य ए 2026 रे नवा सरकार आसिला सिलेंडर पुनी सस्ता हेबो जतकी प्रार्थना करबो विश्वास करंतु जतकी फास्टिंग करबो सेते बडबो विश्वास करूछ तो प्रार्थना करबा कि नहीं सेटा पई करबार कि नहीं करबार नहीं जेटा तो बडबो बाइबल रे लिखा है प्रभु बहुत जन कांग्रेस पई प्रार्थना करथिले समग्र भारत रे आमे कोन करिबा गोटे प्रार्थना दल गोटे तैयारी करिबा आमो इच्छार गोटे सरकार जे प्रकार आसीबो निज इच्छा रे बंचवा लोक मानकू कोन बोली कहबो ना प्रभु को कहबो प्रभु तुमर इच्छा रे गोटे सरकार दियो ते सरकार चर्च भांगू के हमको सिखाओ दुटा हो हमर मंगल भाई एति प्रार्थना कर ए चर्च गुडी को भंगा चाली सिखाई की ए गुड फ्राइडे रे झुम्बा क्रिश्चियन मान को चर्च भांगे न मारले काक मारबे एते माट काई के होती परिष्कार कोन तू परिष्कार के जन को नांती मु गोटारा लेवल मु किटकिटारा लेवल बोलो कोन तू परिष्कार आयो परिष्कार है वासम एबे क्रिश्चियन मान को चाउल का दिया है बनाई बोल कोन परिष्कार जतके लुकुडू तुकुडू चालबे तो टाटा उठा लेती कि ना चलो आमे चाउल पाई क्रिश्चियन हेचु कोन तू चाउल पाई डाली पाई केते लाडा बुदले क्रिश्चियन हेले पुनी 5 लाख दउछन जने सर्च कला कृषि घरे असुविधा क्रिश्चियन हेले हेले केते पैसा पत्र कोन मिलुची टिके गूगल को टिके पचार देख गूगल से सर्च करूची मसीह बनने के बाद कितना मिलता है बोलला को ये गूगल कहूची मसीह बनने के बाद पैसा नहीं मिलता देने के लिए पड़ता है बोलुची से क्यों तू मगे ऐसे उठांदा आदि गुड फ्राइडे पाइज नहीं डोबा नहीं केदा चर्च थिबो आगा थिबो कि नहीं सब को दितो थिबो इति नहीं नले इति आमे चर्च आमे देबा पडुची क्रिश्चियन ले पुना हमको मिलुची मगर 5 लोग देले माटी को थांती कि मई कैमरामैन से छुट्टी रे जाई चंदी नले बुलाई दी थांते मोर घर ए तू माटी कांतटा जेंती गरम होउची झालो नालो बाहरी कि ना तुम एसी रूम रहला देसे आले सीधी थांतो इटी पूरा माटी घर को पूरा डेवलप करी के ना बांध थांती कि नहीं क्रिश्चियन हेले पुनी 5 लोग जने स्त्री सोशल मीडिया रे आसले जने मां कहले मु यीशु को प्रेम करूची तांकर प्रेम आदि तांको निकट को मते आनिची मते के गोड कोटी देले मध्य मु यीशु को छाड़ी पारिबी और चाउल बस्तार दाम केत कोटी केत लक्ष आउ मु कहूची ना आपको एमती गोटे परिस्थिति आसुची सस्ता क्रिश्चियन मान रही पारबे मु सेदी भाई कोन तो मु सस्ता क्रिश्चियन नहीं मु नामधारी क्रिश्चियन नहीं मु परंपरा क्रिश्चियन नहीं मु नूतन नियमर क्रिश्चियन